ଖୋର୍ଦ୍ଧାରେ ଏଇଠି ଆମର ଭୁବନେଶ୍ୱରରୁ ମାତ୍ର 10 କିଲୋମିଟର ଦୂରରେ 20 କିଲୋମିଟର ହେବ ଗୋଟିଏ ଆନା ଡ୍ରୋନ୍ ଗୋଟେ ପ୍ଲାଣ୍ଟ ଫ୍ୟାକ୍ଟ୍ରି ଗୋଟେ ଖୋଲାଯାଇଛି। ଡ୍ରୋନ୍ ତାକୁ ଆନା ଡ୍ରୋନ୍ ସେ କମ୍ପାନୀର ନାଁ। ଯେତେବେଳେ ଅପରେସନ୍ ସିନ୍ଦୁର ହେଇଥିଲା ଜାଣିଥିବେ ସମସ୍ତେ, ଅପରେସନ୍ ସିନ୍ଦୁର ସମୟରେ ଡ୍ରୋନ୍ର ଆବଶ୍ୟକତା ହେଉଥିଲା ଏକା ସହିତ ଚାରିପଟେ ଆକ୍ରମଣ କରିବା ପାଇଁ ଭାରତ ପାକିସ୍ତାନ ଉପରେ। ଆନା ଡ୍ରୋନ୍ କମ୍ପାନୀକୁ ପ୍ରଧାନମନ୍ତ୍ରୀ କହିଲେ ଆପଣ ଆମକୁ ଡ୍ରୋନ୍ ଦିଅନ୍ତୁ। ସେତେବେଳକୁ ତିଆରି ହୋଇଥିଲା ମାତ୍ର 5ଟି। ସେ 5ଟି ଆନା ଡ୍ରୋନ୍କୁ ୟୁଜ୍ କରାଗଲା ପାକିସ୍ତାନ ଭିତରକୁ ଆକ୍ରମଣ କରିବା ପାଇଁ, ବମ୍ବିଂ କରିବା ପାଇଁ, ଏବଂ ସେଥିରେ 500 କିଲୋମିଟର ପାକିସ୍ତାନ ଭିତରେ ଯାଇ ବମ୍ବିଂ କରି ପୁଣି ସୁରକ୍ଷାର ସହିତ ଭାରତ ବର୍ଷକୁ ଫେରି ଆସିଥିଲା। ଯେତେବେଳେ ମୁଁ ଦେଖିଲି ସେଠି ସେ ଡ୍ରୋନ୍ ଗୁଡ଼ିକ ଏବଂ ସେଠି ସେ ପିଲାମାନଙ୍କୁ ଛିଡ଼ା କରିଦେଇଛନ୍ତି ଗୋଟେ ଲାଇନ୍ରେ ଫଟୋ ସେସନ୍ ନେବା ପାଇଁ। ମୁଁ କହିଲି ଏତେ ପିଲା ଭିତରେ ଇଏ କେବଳ 40ଟି ପିଲାକୁ କାହିଁକି? ନା ଆଜ୍ଞା 40 ଜଣ ପିଲା ହେଉଛନ୍ତି ଆମ ଓଡ଼ିଆ ପିଲା। କେତେ ଖୁସି ନ ଲାଗିଥିବ? କିଏ ଗ୍ରେଟର ନୋଇଡ଼ାରେ ଚାକିରି କରୁଥିଲେ, କିଏ ପଞ୍ଜାବରେ, କିଏ ବାଙ୍ଗାଲୋରରେ, କିଏ ହାଇଦ୍ରାବାଦରେ। ଯେତେବେଳେ ଆମ ଓଡ଼ିଶାରେ ଡ୍ରୋନ୍ ଫ୍ୟାକ୍ଟ୍ରି ହେଲା ସେମାନେ କହିଲେ ଆମେ ବେଟର କାହିଁ ଓଡ଼ିଶାରେ କରିବୁନି, ସେହି ଦରମାରେ ଅନ୍ତତଃ ଓଡ଼ିଶାରେ ରହିଲେ ଯେଉଁ ଛୁଟି ଦିନେ 2 ଦିନ ମିଳିବ ଘରକୁ ଟିକେ ଯାଇ ହେବ, ସାଙ୍ଗସାଥି ସହିତ ଟିକେ ବସିକରି ଖୁସି ମିଜାଜ କରିହେବ। ଇଏ ହେଉଛି ରିଭର୍ସ ମାଇଗ୍ରେସନ୍। ଇଏ ଆଗରୁ ନଥିଲା, ଇଏ ନୂଆ ଆମ ସରକାର ଆସିଲା ପରେ ଏ ଘଟଣା ଆଜି ଘଟିଛି। ଠିକ୍ ସେଇଭଳି ଭାବରେ ଆଗେ କେବଳ ଆମେ କରୁଥିଲୁ ମେଟାଲର ଇଣ୍ଡଷ୍ଟ୍ରି, ଷ୍ଟିଲ୍, ମେଟାଲର୍ଜିରେ, କିନ୍ତୁ ଆଜି ଆମ ସରକାର ଆସିଲା ପରେ 16ଟି ସେକ୍ଟରରେ ଆଜି ଆମେ କାମ ଆରମ୍ଭ କରିଛନ୍ତି। ଆଜି ଆମେ ଟେକ୍ସଟାଇଲ୍, ଆପାରେଲ୍, ଆମେ ଯେଉଁ ଗାର୍ମେଣ୍ଟ ସବୁ ପିନ୍ଧୁଛନ୍ତି ବାହାରୁ ସବୁ ଆସୁଥିଲା। ଆଜି ବଡ଼ ସୌଭାଗ୍ୟର କଥା ଆମେ ସମସ୍ତେ ଦେଖିଥିବା ଗୋଟେ ଆପାରେଲ୍ ପେଜ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ଆଜି ଆମ ଏଇ ରାମଦାସପୁର କଟକରେ ଆଜି ତିଆରି ହୋଇଛି ଜକି କମ୍ପାନୀ। ଜାଣିଛନ୍ତି ଆମେ ସମସ୍ତେ ଜକି କମ୍ପାନୀର ବ୍ୟବହାର କରୁଛନ୍ତି, ଗାର୍ମେଣ୍ଟ ସବୁ ଅଣ୍ଡରୱେୟାର ସବୁ ବ୍ୟବହାର ବି କରୁଛନ୍ତି ପୁରା ଦାମୀ ଦାମୀ। ଆଜି ଓଡ଼ିଶାରେ ଏଇଠି କଟକର ରାମଦାସପୁରରେ ଏଇଠୁ ମାତ୍ର 10 କିଲୋମିଟର ଦୂରରେ ତିଆରି ହେଉଛି। 2ଟି ପିଲାଙ୍କ ସହିତ ଭେଟ ହେଲା ଉଦ୍ଘାଟନ କଲା ପରେ। ଗୋଟିଏ ପିଲା କହିଲା, ସେ ଝିଅଟି କହିଲା ତମେ କେଉଁଠୁ ଆସିଛ? ନା ମୁଁ ସାଲେପୁରରୁ ଆସିଛି। ତମେ କେଉଁଠି ଚାକିରି କରୁଥିଲ ଆଗରୁ? ନା ପ୍ରଥମ ଏଇଠି। ନା ଆଜ୍ଞା ମୁଁ କୋଏମ୍ବାଟୁରରେ କାମ କରୁଥିଲି। ଏଠି କେମିତି ଆସିଲ? ନା ମୋ ସାଙ୍ଗମାନେ କହିଲେ ତ ଆମ ଓଡ଼ିଶାରେ ହେଉଛି, ଓଡ଼ିଶାକୁ କାହିଁକି ଆସୁନୁ? ତୁ 2 ବର୍ଷରେ 1.5 ବର୍ଷରେ ଥରେ ଆସୁଛୁ ଓଡ଼ିଶାକୁ। ଏଠି ତ ତୁ ଛୁଟି ହେଲେ ଗୋଟେ ଦିନରେ ସାଲେପୁର ଯାଇକି ଫେରି ଆସିପାରିବୁ, ଆମ ସାଙ୍ଗରେ ବସିକି ଭୋଜି ଭାତ ବି ଖାଇପାରିବୁ। ଏବଂ ସେମାନେ ମୋ ସାଙ୍ଗମାନେ ଡାକିବାରୁ ମୁଁ ଆସିଲି।